ବଢ଼ୁଛି ଗ୍ୟାସ୍ କଳା ବଜାରୀ। ହୋଟେଲ ମାଲିକ ଓ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ହନ୍ତସନ୍ତ ହେଉଛନ୍ତି। ତ ଆସନ୍ତୁ ଆଜି ଆମେ ଏହି LPG ଗ୍ୟାସ୍ର ନୂଆ କଳା ବଜାରୀ ବିଷୟରେ ଜାଣିବା। କେଉଁଠାରେ କେତେ ଟଙ୍କା ପଡ଼ୁଛି ଗ୍ୟାସ୍ର ମୂଲ୍ୟ, ଆସନ୍ତୁ ସେ ବିଷୟରେ ବି ଜାଣିବା ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ମଧ୍ୟପ୍ରାଚ୍ୟରେ ବୋମା ବର୍ଷା ଆଉ ଭାରତରେ ଜୋରଦାର ପ୍ରଭାବ। ପ୍ରତ୍ୟକ୍ଷ ଭାବେ ପ୍ରଭାବ ପଡ଼ିନଥିଲେ ବି ପରୋକ୍ଷ ଭାବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହୋଟେଲ ଶିଳ୍ପ ଉପରେ ଏହାର ପ୍ରଭାବ ପଡ଼ିଛି। ସବୁଠାରୁ ପ୍ରଭାବିତ ହୋଇଛନ୍ତି ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ। ରାସ୍ତାରେ ଜଳଖିଆ ଓ ଫାଷ୍ଟ ଫୁଡ୍ ଦୋକାନ କରି ଚଳୁଥିବା ଛୋଟ ବ୍ୟବସାୟୀ ହନ୍ତସନ୍ତ ହେଉଛନ୍ତି। ଆମ ରାଜ୍ୟରେ ମଧ୍ୟ ଗ୍ୟାସ୍ ସଂକଟ ଦେଖା ଦେଇଛି। ଅନେକ ସହରରେ ହୋଟେଲ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଛି। LPG ଯୋଗାଣରେ ବିଳମ୍ବ ହେଉଥିବାରୁ ସଂକଟ ସୃଷ୍ଟି ହୋଇଛି। ଆଗକୁ ଯଦି କମର୍ସିଆଲ ସିଲିଣ୍ଡର ଯୋଗାଣ ସ୍ୱାଭାବିକ ନ ହୁଏ ତେବେ ସମସ୍ୟା ଆହୁରି ବଢ଼ିବ। ଆଉ ଏହି ଗ୍ୟାସ୍ ସଂକଟର ଫାଇଦା ଉଠାଉଛନ୍ତି କଳା ବେପାରୀ। ଅନେକ ସହରରେ ଗ୍ୟାସ୍ର ବ୍ଲାକ୍ ମାର୍କେଟିଂ ହେଉଥିବା ଦେଖିବାକୁ ମିଳିଛି। ଗ୍ୟାସ୍ ସିଲିଣ୍ଡର 2 ଗୁଣା ଦରରେ ବିକ୍ରି ହେଉଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।